ବନ୍ଧୁଗଣ, ବର୍ତ୍ତମାନର ଆମେରିକା, ଇସ୍ରାଏଲ ଏବଂ ଇରାନ ଭିତରେ ଯୁଦ୍ଧ ପରିସ୍ଥିତି ଦେଖି ମହାଭାରତ ଯୁଦ୍ଧ କଥା ମନେ ପଡ଼େ। ଶାନ୍ତି ପ୍ରତିଷ୍ଠା ପାଇଁ ଯୁଦ୍ଧ ଅବସମ୍ଭାବୀ ବୋଲି ମନେ ହୁଏ। ଯେତେବେଳେ ଦୁର୍ଯ୍ୟୋଧନ କହିଲେ ବିନା ଯୁଦ୍ଧେ ନ ଦେବି ସୁଚଗ୍ରେ ମେଦିନୀ, ସେତେବେଳେ ଯୁଦ୍ଧ ଅବସମ୍ଭାବୀ ହୋଇପଡ଼ିଲା। ଆଉ କୌରବମାନେ 100 ଭ୍ରାତା ଏବଂ ଅସଂଖ୍ୟ ସୈନ୍ୟ ସାମନ୍ତ ଥାଇ ମଧ୍ୟ 5 ଭାଇଙ୍କ ଦ୍ୱାରା ପରାସ୍ତ ହେଲେ। ଆଜି ମଧ୍ୟ ଆମେରିକାର ଅବସ୍ଥା ସେହିଭଳି ହେବାକୁ ଯାଉଛି। ଯୁଦ୍ଧ କ୍ଷେତ୍ରରେ ନିଜର ଭାଇ ବନ୍ଧୁ କୁଟୁମ୍ବମାନଙ୍କୁ ଦେଖି ଅର୍ଜୁନ ଆଉ ଯୁଦ୍ଧ କରିବେ ନାହିଁ ବୋଲି ଅସ୍ତ୍ର ତ୍ୟାଗ କରି ଶ୍ରୀକୃଷ୍ଣଙ୍କୁ କହିଲେ, ନକାଙ୍କ୍ଷେ ବିଜୟଂ କୃଷ୍ଣ ନ ଚ ରାଜ୍ୟଂ ସୁଖାନି ଚ କିଂ ନ ରାଜ୍ୟନ ଗୋବିନ୍ଦ কিং ভোগৈ জীবিতেন वा। অর্থাৎ চাহে না জয় মু কেশব, চাহে না জয় মু কেশব, নলোড়ে রাজ্য বিভব, কি হেব রাজ্য হে গোবিন্ଦ, ନଥିଲେ ଜ୍ଞାନ୍ତି ପ୍ରଜାବୃନ୍ଦ। ଏବଂ ଆଉ ମଧ୍ୟ ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ ମାନଙ୍କୁ ଦେଖି କହିଲେ, ଭୀଷ୍ମ ଦ୍ରୋଣ ଯେ ଗୁରୁ ମୋର, ବୋଧିବି କେଉଁ ପରକାର। ସେତେବେଳେ ସ୍ୱୟଂ ଶ୍ରୀକୃଷ୍ଣ ବିଶ୍ୱରୂପ ପ୍ରଦର୍ଶନ ପୂର୍ବକ 18 ଅଧ୍ୟାୟର ଗୀତା ଅର୍ଜୁନ ସମ୍ମୁଖରେ ଉପସ୍ଥାପନ କଲେ ଏବଂ କହିଲେ, ନୈନଂ ଛିନ୍ନାନ୍ତି ଶାସ୍ତ୍ରାଣି ନୈନଂ ଦହତି ପାବକଃ, ନ ଚୈନଂ କ୍ଲେଦୟନ୍ତୋପ ନ ଶୋଷୟତି ମାରୁତ। ଆତ୍ମାର ମୃତ୍ୟୁ ନାହିଁ, ତେଣୁ ତୁ ଯୁଦ୍ଧ କର। ଏ ପୃଥାନନ୍ଦନ, ଯେଉଁ ମଣିଷ ଏ ଶରୀରକୁ ଅବିନାଶୀ ନିତ୍ୟ ଜନ୍ମ ରହିତ ଏବଂ ଅଭୟ ବୋଲି ଜାଣେ, ସେ କିପରି କାହାକୁ ମାରିବ ଏବଂ କିପରି କାହାକୁ ମରାଇବ? ଜୀର୍ଣ୍ଣ ବସ୍ତ୍ର ଗୁଡ଼ିକ ପରିତ୍ୟାଗ କରି ମନୁଷ୍ୟ ଯେପରି ନୂଆ ବସ୍ତ୍ର ପରିଧାନ କରେ, ଠିକ୍ ସେହିପରି ଦେହି ପୁରାତନ ଶରୀରମାନ ତ୍ୟାଗ କରି ଅନ୍ୟ ନୂଆ ଶରୀରକୁ ଯାଏ। ବଂଶାସି ଜୀର୍ଣ୍ଣାନି ଯଥା ବିହାୟ, ନବାନି ଗୃହାତି ନରୋପରାଣୀ, ତଥା ଶରୀରାଣି ବିହାୟ ଜୀର୍ଣ୍ଣା, ନାନ୍ୟାନି ସଞ୍ଜାତି ନବାନି ଦେହି। ଅର୍ଥାତ୍ ଯେସନ ନୂତନ ବସନ, ପୁରୁଣା ହେଲେ ବିସର୍ଜନ, ପୁରାତନକୁ ତ୍ୟାଗ କରେ, ନୂତନ ଆବରଣ କରେ। ଏବଂ କହିଲେ, ଶସ୍ତ୍ର ଗୁଡ଼ିକ ଶରୀରକୁ ଛେଦନ କରିପାରନ୍ତି ନାହିଁ, ଅଗ୍ନି ଏହାକୁ ଦହନ କରିପାରେ ନାହିଁ, ଜଳ ଏହାକୁ ସିକ୍ତ କରିପାରେ ନାହିଁ ଏବଂ ବାୟୁ ଏହାକୁ ଶୁଷ୍କ କରିପାରେ ନାହିଁ। ଇଏ ଶରୀରକୁ ଛେଦନ କରାଯାଇପାରେ ନାହିଁ, ଜଳ ଯାଇପାରେ ନାହିଁ, ଆର୍ଦ୍ର କରାଯାଇପାରେ ନାହିଁ, ଶୁଷ୍କ କରାଯାଇପାରେ ନାହିଁ, କାରଣ ଏହା ନିତ୍ୟ, ସର୍ବବ୍ୟାପୀ, ଅଚଳ, ସ୍ଥାଣୁ ଆଉ ଅନାଦି। ଏ ଦେହି ପ୍ରତ୍ୟକ୍ଷ ଦୃଷ୍ଟିଗୋଚର ହୁଏ ନାହିଁ, ଏହା ଚିରନ୍ତନ ବିଷୟ ନୁହେଁ, ଏହାକୁ ନିର୍ବିକାର କୁହାଯାଏ। ତେଣୁ ଏ ଦେହକୁ ଏପରି ଜାଣି ଶୋକ କରିବା ଅନୁଚିତ। ଯଦି ତୁମେ ଏ ଦେହକୁ ନିତ୍ୟ ଜନ୍ମଶାଳୀ କିମ୍ବା ନିତ୍ୟ ମରଣଶାଳୀ ମାନୁଥାଅ, ତଥାପି ତୁମେ ଏପରି ଶୋକ କରିବା ଅନୁଚିତ। ତେଣୁ ଯୁଦ୍ଧ କର, ବିନା ଯୁଦ୍ଧରେ ଶାନ୍ତି ନାହିଁ। ଯୁଦ୍ଧ କ୍ଷେତ୍ରରୁ ପଳାୟନ ପାଇଁ ନୁହେଁ, ନିଜର କ୍ଷତ୍ରିୟ ଧର୍ମ ପାଳନ କରିବା ପାଇଁ ଶ୍ରୀକୃଷ୍ଣ ବିଶ୍ୱରୂପ ଦର୍ଶନ ଦେଇଥିଲେ ଏବଂ ନିଜର କ୍ଷତ୍ରିୟ କର୍ମ କରିବାକୁ ଅର୍ଜୁନଙ୍କୁ ବିଶ୍ୱରୂପ ପ୍ରଦର୍ଶନ କରିଥିଲେ। କର୍ମଣ୍ୟବାଧିକାରସ୍ତେ ମା ଫଳେଷୁ କଦାଚନ। ନିଜର କର୍ମ କର ଅର୍ଜୁନ। ତେଣୁ ଏହା ଉପରେ ମୋର କବିତା, ଧର୍ମର ହେଉ ପୁଣ୍ୟ ଜଗତେ, ଧର୍ମର ହେଉ ପୁଣ୍ୟ ଜଗତେ, ଅଧର୍ମର ହେଉ କ୍ଷୟ। ଧର୍ମର ହେଉ ପୁଣ୍ୟ ଜଗତେ, ଅଧର୍ମର ହେଉ କ୍ଷୟ। କୁରୁକ୍ଷେତ୍ରେ ସେହି ମହାଯୁଦ୍ଧେ, ଜିତିଲେ 5 ଭାଇ,
କୁରୁକ୍ଷେତ୍ରେ ସେହି ମହାଯୁଦ୍ଧେ ଜିତିଲେ ପାଞ୍ଚ ଭାଇ। 100 ଭାଇ ଆଉ ସୈନ୍ୟ ସାମନ୍ତ ମାଟିରେ ମିଶିଲେ ଯାଇ। କୁରୁକ୍ଷେତ୍ରେ ସେହି ମହାଯୁଦ୍ଧେ ଜିତିଲେ ପାଞ୍ଚ ଭାଇ। 100 ଭାଇ ଆଉ ସୈନ୍ୟ ସାମନ୍ତ ମାଟିରେ ମିଶିଲେ ଯାଇ। କୌରବଙ୍କ ପାଖେ ଶକ୍ତି ଥିଲା ଅତି। କୌରବଙ୍କ ପାଖେ ଶକ୍ତି ଥିଲା ଅତି। ଗର୍ବରେ ଥିଲେ ସେ ଚୂର। କୌରବଙ୍କ ପାଖେ ଶକ୍ତି ଥିଲା ଅତି। ଗର୍ବରେ ଥିଲେ ସେ ଚୂର। ଧର୍ମ ପଥ ଛାଡ଼ି ଅଧର୍ମେ ଗଲା ଯିଏ, ତାର ହେବ ପରାଜୟ। ଧର୍ମ ପଥ ଛାଡ଼ି ଅଧର୍ମେ ଗଲା ଯିଏ, ତାର ହେବ ପରାଜୟ। ଯେତେ ଶକ୍ତି ଥାଉ ଅଧର୍ମର ପରାଜୟ ଅନିବାର୍ଯ୍ୟ, ସୁନିଶ୍ଚିତ। ତେଣୁ ସେହି ଇତିହାସ ଆଜି ଦୋହରାଏ। ସମୟର ଚକ ଘୂରେ। ତେଣୁ ସେହି ଇତିହାସ ଆଜି ଦୋହରାଏ। ସମୟର ଚକ ଘୂରେ। ଅମାପ ଶକ୍ତିର ଅଧିକାର ଥାଇ ଅହଙ୍କାରେ ସିଏ ମରେ। ଅମାପ ଶକ୍ତିର ଅଧିକାର ଥାଇ ଆମେରିକା ଯେପରି ଆଜି ତାର ଅହଙ୍କାର ବଢ଼ି ବଢ଼ି ଯାଇଛି, ତେଣୁ ତାହା ହିଁ ତାହାର ବିନାଶର କାରଣ ହେବ। ଆମେରିକା ପାଖେ ଅସ୍ତ୍ରଶସ୍ତ୍ର ଆଉ ରହିଛି ବିଶାଳ ବଳ। ମାତ୍ର ଗର୍ବେ ଆଜି ସିଏ ଚୁରୁମାର। ହୋଇ ହରାଏ ସବୁ ଫଳ। ମାତ୍ର ଗର୍ବେ ଆଜି ସିଏ ଚୁରୁମାର। ହରାଏ ସବୁ ଫଳ। 100 ଭାଇ ଥାଇ ଥିଲେ ହେଁ କୌରବଙ୍କର ନଥିଲା ସତ୍ୟର ସାଥ। ସେଥିପାଇଁ ସେ ପାଣ୍ଡବଙ୍କ ଆଗେ ପାତିଲେ ସେମାନେ ହାତ। ଶକ୍ତିଶାଳୀ ଦେଶ ଯଦି ଗର୍ବ କରି ଅନ୍ୟକୁ କରେ ହେୟ। ଶକ୍ତିଶାଳୀ ଦେଶ ଯଦି ଗର୍ବ କରି ଅନ୍ୟକୁ କରେ ହେୟ। ନିଜ ସୀମା ଭିତରେ ଦିନେ ସେହି ଗର୍ବ ଆଣି ଦିଏ ତାର ପରାଜୟ। ଯୁଦ୍ଧ ଜିଣେ ନାହିଁ କେବେ ସାମନ୍ତରେ। ନ ଜିଣେ ସେ ସଂଖ୍ୟା ବଳେ। ବିବେକ ଆଉ ସତ୍ୟର ସାମ୍ନାରେ ଶକ୍ତି ହାରିଯାଏ ଭଲେ। ଆମେରିକା ହେଉ କି ଅନ୍ୟ କିଏ, ଗର୍ବ ଯଦି ହୁଏ ସାଥୀ। କୌରବଙ୍କ ପରି ଦଶା ହୁଏ ପଛେ, ଛାଡ଼ିଯାଏ ସବୁ ଖ୍ୟାତି। ଆମେରିକା ହେଉ କି ଅନ୍ୟ କିଏ, ଗର୍ବ ଯଦି ହୁଏ ତାର ସାଥୀ। କୌରବଙ୍କ ପରି ଦଶା ହୁଏ ପଛେ, ଛାଡ଼ିଯାଏ ସବୁ ଖ୍ୟାତି। ସମୟ ବଡ଼ ବଳବାନ ଅଟଇ। ସିଏ ଦିଏ ଶିକ୍ଷା ବଡ଼। ଅହଙ୍କାର ସୌଧ ଭୁଷୁଡ଼ି ପଡ଼ିବ। ରହେ ନାହିଁ କିଛି ଦୃଢ଼। ଶାନ୍ତି ଓ ସତ୍ୟର ପଥ ଯିଏ ଧରେ, ସିଏ ରହେ ଚିରକାଳ। ଶାନ୍ତି ଓ ସତ୍ୟର ପଥ ଯିଏ ଧରେ, ସିଏ ରହେ ଚିରକାଳ। ଗର୍ବର ପତନ ନିଶ୍ଚୟ ହୁଅଇ, ଏହା ହିଁ ସୃଷ୍ଟିର ଖେଳ। ଅକ୍ଷୟ ହେଉ ପୂର୍ଣ୍ଣ ଜଗତେ, ଧର୍ମର ହେଉ ଜୟ। ଶାନ୍ତି ଓ ସତ୍ୟର ପଥ ଯିଏ ଧରେ, ସିଏ ରହେ ଚିରକାଳ। ଗର୍ବର ପତନ ନିଶ୍ଚୟ ହୁଅଇ, ଏହା ହିଁ ସୃଷ୍ଟିର ଖେଳ। ଅକ୍ଷୟ ହେଉ ପୂର୍ଣ୍ଣ ଜଗତେ, ଧର୍ମର ହେଉ ଜୟ। ଜୟ ଜଗନ୍ନାଥ। ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର କି ଜୟ।